ଯେତେବେଳେ ଗୋଟେ ପୁଅ ଗୋଟେ ଝିଅକୁ ଭଲ ପାଇବ ଆଉ ଗୋଟେ ଝିଅ ଗୋଟେ ପୁଅକୁ ଭଲ ପାଇବେ ସେତେବେଳେ ବହୁତ ଭଲ ଲାଗିଥାଏ। ଦୁହେଁ ପରସ୍ପର ସହିତ ରାତି ରାତି ଦିନ ଦିନ କଥା ହୁଅନ୍ତି, ବହୁତ ଆଶା ଭରସା ବିଶ୍ୱାସ ତାଙ୍କ ଭିତରେ ଦିଅନ୍ତି କି ମୁଁ ତୁମକୁ ଛାଡ଼ି କେବେ କୁଆଡ଼େ ଯିବିନି, ତୁମକୁ ମୁଁ ବହୁତ ଭଲ ପାଇବା ଦେବି, ତୁମକୁ ମୁଁ ଆଣିକି ରାଣୀ କରିକି ରଖିବି। ତ ଝିଅ ବି କହିଥାଏ କି ହଁ ମୁଁ ବି ତୁମକୁ ବହୁତ ଭଲ ପାଉଛି, ଯାହା ବି ହେଇଯାଉ ଯେକୌଣସି ପରିସ୍ଥିତି ଆସୁନା କାହିଁକି ମୁଁ ତୁମ ହାତ କେବେ ବି ଛାଡ଼ିବିନି, କିନ୍ତୁ ମନେ ରଖିଥାଅ ତୁମେ ମୋତେ କେବେ ଛାଡ଼ିବନି। ତାଙ୍କ ରିଲେସନସିପ୍ ବହୁତ ବଢ଼ିଆ ଚାଲେ କିଛି ଦିନ ପାଇଁ। ତାପରେ ହଠାତ୍ କିଛି ଗୋଟେ ପ୍ରୋବ୍ଲେମ୍ ଆସେ, ଯେହେତୁ ଘର ଆଡ଼ୁ ଆସୁ କି ସେ ଝିଅ ଆଡ଼ୁ ଆସୁ କି ସେ ପୁଅ ଆଡ଼ୁ ଆସୁ, ସେତେବେଳେ ଜେଲେ ଜଣେ ହୁଏ କି ଦେଖ ତୁମକୁ ନେଇ ମୁଁ ବହୁତ ସ୍ୱପ୍ନ ଆଶା ଭରସା ବିଶ୍ୱାସ କରିଥିଲି ଆଉ ଦେଖିବି ଥିଲି ସ୍ୱପ୍ନ, କିନ୍ତୁ ହେଲେ ମୋତେ ଲାଗୁନି କି ଆମ ଭଲ ପାଇବା ଆଗକୁ ଯିବ। ଆଉ ଦେଖ ଏ ଜନ୍ମରେ ନହେଲା ନାହିଁ, ଆର ଜନ୍ମକୁ ମୁଁ ତୁମକୁ ଅପେକ୍ଷା କରିବି, କାହିଁକିନା ଆମ ଘରେ ରାଜି ହେଉନାହାନ୍ତି ବା କୌଣସି ଗୋଟେ ଛୋଟ ମୋଟ ପ୍ରୋବ୍ଲେମ୍ ଆସୁ, ଯେକୌଣସି ପ୍ରୋବ୍ଲେମ୍ ଆସୁ, ତ ସେତେବେଳେ ସେ ଝିଅଟି କୁହେ କି ସେ ପୁଅଟି କୁହେ ଏ ଜନ୍ମରେ ଆମର ସାଥି ରହିପାରିବାନି, ଯାହା ହେଇଯାଇଛି ତାକୁ ଛାଡ଼ି ଦିଅ, କିନ୍ତୁ ମୁଁ ତୁମକୁ ବହୁତ ଭଲ ପାଉଛି ଆଉ ସାରା ଜୀବନ ଭଲ ପାଇବି, କିନ୍ତୁ ଭିତରେ ମ୍ୟାରେଜ୍ ହେଇପାରିବନି। ସେତେବେଳେ ସେ ଝିଅ କି ପୁଅ ତାଙ୍କୁ ଏତେ କଷ୍ଟ ହୁଏ, ନା ସେ କାହାକୁ କିଛି କହିପାରନ୍ତି ନା ଚୁପ୍ ରହିପାରନ୍ତି, ମନରୁ ପୁରା ଭାଙ୍ଗି ପଡ଼ନ୍ତି। ସେଥିପାଇଁ ଭଲ ପାଇବା ପୂର୍ବରୁ ଆଶା ଭରସା ବିଶ୍ୱାସ ଦେବା ପୂର୍ବରୁ ଥରୁଟେ ଭାବ କି ମୁଁ ତାକୁ ନିଭେଇ ପାରିବି ତ, ଯଦି ହଁ ନିଭେଇ ପାରିବି ତାହେଲେ ଆଶା ଭରସା ବିଶ୍ୱାସ